ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ପୁରା ବଢିଆ ଅଛି। ତ ଆପଣମାନେ ଜାଣିଥିବେ ଆମର ଗଡଗଡିଆ ମହାଦେବଙ୍କ ପାଖରେ ଶିବାନୀ ଗଣନାଟ୍ୟ ଯାତ୍ରା ହବ। କାହିଁକି ନା କାଲି ଅଛି ଆମର ଜାଗର ଯାତ୍ରା, ମହାଶିବରାତ୍ରି। ତ ପ୍ରଭୁଙ୍କ ପାଖରେ କାଲି ହଉଛି 15 ତାରିଖ। ଆଉ କାଲିର ନାଟକ ଅଛି ରଜ ସୁନ୍ଦରୀକୁ ସଜ ସିନ୍ଦୁର। ତ ଆପଣ ମାନେ ନିହାତି ଭାବରେ ଆସନ୍ତୁ। ଆଉ ପ୍ରଭୁଙ୍କର ମହାଦୀପ ଉଠିବାର ସେଇ ଦୃଶ୍ୟକୁ ଆପଣ ଦେଖନ୍ତୁ, ଭଗବାନଙ୍କର ଆଶୀର୍ବାଦ ନିଅନ୍ତୁ। ଆଉ ଆମର ଟେଣ୍ଟ ଫେଣ୍ଟ ପଡିକିରି ପୁରା କାଲି କିଛି ବାଉଁଶ ପଡିଥିଲା, ଆଜି ଦେଖନ୍ତୁ ପୁରା ବନ୍ଧା ବନ୍ଧି ଅଛି, ସବୁ କାମ ସରିଗଲାଣି। ଆମର ଏଇ ବ୍ୟାକ୍ ସାଇଡ ରେ ଦୋକାନ ପଡିଛି, ଦେଖନ୍ତୁ ଦେଖୁଥିବେ ଏମିତି ହଉଛି। ଆଉ କାଲି ଆପଣ ମାନେ ନିହାତି ଭାବରେ ଆସନ୍ତୁ। ଯାତ୍ରା ପଡିଛି ଶିବାନୀ ଗଣନାଟ୍ୟ ପ୍ରଭୁଙ୍କ ପାଖରେ, ପ୍ରଥମ ରଜନୀ। ସାଇଡ ଟା ଦୋକାନ ପଡିଗଲାଣି, କାଲି ପଡିନଥିଲା କିନ୍ତୁ ଆଜି ପଡିଗଲାଣି କିଛିଟା, ଆଉ କିଛିଟା ପଡିବ। ହେଇ ଏପଟେ ମାଙ୍କଡ ବସିଛନ୍ତି, ଦେଖନ୍ତୁ ପୁରା ଟେଣ୍ଟ ଫେଣ୍ଟ ପଡିକି ପୁରା ବଢିଆ ହେଇଗଲାଣି। ଦେଖନ୍ତୁ ଏଇଟା ହଉଛି ଆମର ଶନି ମନ୍ଦିର, ଇଏ ହଉଛି ମା କାଳୀଙ୍କ ମନ୍ଦିର, ଇଏ ହଉଛି ପ୍ରଭୁ ଝାଡେଶ୍ୱରଙ୍କ ମନ୍ଦିର। ତିନିଟା ମନ୍ଦିର ଗୋଟେ ଜାଗାରେ। ଆଉ କାମ ବି ବହୁତ ଧୁମଧାମ ରେ ଜୋରସୋର ରେ ଚାଲିଛି, କିଛି ଫାଙ୍କା ନାହିଁ। ମାନେ ଗୋଟେ ଗୋଟେ ଦିନରେ ହିଁ କାମ ସାରି ଦେଇଛନ୍ତି, ଯାହା ବଢିଆ ଖୁସି ଲାଗୁଛି ଯେ ଏତେ ଶୀଘ୍ର କାମ ସରିଯାଉଛି। ଆଉ ଗୋଟେ ସବୁଠୁ ବଢିଆ ଖୁସିର କଥା କଣ ଜାଣିଛନ୍ତି? ମାନେ ଭଗବାନଙ୍କ ଆଶୀର୍ବାଦରୁ ଯେ ଏଇ ଜାଗାରେ ଆର ବର୍ଷ ମୁଁ ଭିଡିଓ କରିଥିଲି, ବହୁତ ଭଲ ପାଇବା ଦେଇଥିଲି। ଆଉ ଏଇ ବର୍ଷ ଭିଡିଓ ପକେଇ ସାରିଲା ପରେ ମଧ୍ୟ ବହୁତ ଭଲ ପାଇବା ଆସିଛି, ସେଇଟା ମତେ ଖୁସି ଲାଗୁଛି। ଆଉ ଗୋଟେ ଖୁସି କି ଯୋଉ ଜାଗାରେ ଗଲେ, ଯୋଉ ଯାତ୍ରା ଆମର ଲୋକାଲ ରେ ମୋରି ଘର ପାଖାପାଖି ଯୋଉ ଜାଗାରେ ବି ହଉଛି, ସେ ଜାଗାକୁ ଗଲେ ବହୁତ ଭଲ ପାଇବା ମିଳୁଛି। ସେଇଟା ଆଜ୍ଞା ସବୁଠୁ ବହୁତ ଖୁସି ଲାଗୁଛି। ଆପଣ ମାନଙ୍କ ଭଲ ପାଇବାରେ ହିଁ ଗୋଟେ ଛୋଟ ପିଲାଟି ଆଗକୁ ଯାଇପାରିବ, ଆଉ କିଛି ନାହିଁ। ଗୋଟେ ବଢିଆ ଜିନିଷ କି ଯୋଉ ଜାଗାକୁ ଗଲେ ବି ଭାଇ ମାନେ ଯିଏ ବି ଦେଖା ହୁଅନ୍ତି କହୁଛନ୍ତି ଭାଇ କଣ ଭିଡିଓ ହଉଛି, ସେଟା ଆଜ୍ଞା ବହୁତ ଖୁସି ଲାଗେ। କାହିଁକି ନା ଗୋଟେ ଜିନିଷ ନିଜ ପରିଚୟ ନିଜେ ହିଁ ତିଆରି କରିପାରିବ, ଆଉ କେହି ତିଆରି କରିପାରିବେ ନାହିଁ। ନିଜକୁ କ୍ୟାମେରା ଫେସ କରିବାର ଅଛି, କଥା କହିବାର ଅଛି, ସବୁ ଜିନିଷ କନଫିଡେନ୍ସ କରିବାର ଅଛି।